ଜୟ ଜଗନ୍ନାଥ ଶୁଭ ସକାଳ। ନମସ୍କାର ଦର୍ଶକ ବନ୍ଧୁ, ଖବର 24 ଆୱାର ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଦିନଟି ଆପଣଙ୍କର ଶୁଭମୟ ହେଉ। ଆସନ୍ତୁ ନଜର ପକାଇବା ରାଜ୍ୟ ତଥା ଦେଶ ବିଦେଶର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଚିଠି ଆସିଛି। 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି ଆସିଛି। ମଡେଲ ମନୋନୀତ ସହ ଏ ସମ୍ପର୍କିତ ଗାଇଡଲାଇନକୁ ନେଇ ମଧ୍ୟ ଚିଠି ଆସିଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ଓ ମହିଳା ସଶକ୍ତିକରଣ ମଡେଲ ପଠାଯାଇଥିଲା। ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ। ସୂଚନା ଦେଲେ ମେୟର ସୁବାସ ସିଂହ। କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ 292 ହରିଣରୁ 10-20ଟି ହରିଣ ରହିବେ ବୋଲି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାସ ସିଂହ କହିଛନ୍ତି ଯେ ହରିଣ ପାର୍କ କଟକ ମାଟିର ଐତିହ୍ୟ ଏବଂ ଏହି ମାଟିର ପାର୍କରେ 10ରୁ 20ଟି ହରିଣ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। 1981 ମସିହାରୁ ଆରମ୍ଭ ପାର୍କରେ ଏବେ 292ଟି ହରିଣ ଅଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। କାମିଆ ଜାନି ବିବାଦ ତାତିଲେ ବୈଦିକ ବ୍ରାହ୍ମଣ ପରିଷଦ। ଥମୁନି କାମିଆ ନିଆଁ। କାମିଆକୁ ନେଇ କ୍ଷୁବ୍ଧ ହୋଇ ବୈଦିକ ବ୍ରାହ୍ମଣ ପରିଷଦ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନିକୁ ଶ୍ରୀମନ୍ଦିରରେ କିଏ ପୁରାଇଲା? ଯିଏ ପ୍ରବେଶ କରାଇଥିଲା କାହିଁକି ସେ କ୍ଷମା ମାଗିଲେ ନାହିଁ? କାର୍ଯ୍ୟାନୁଷ୍ଠାନ ନହେଲେ ସପରିବାର ଆନ୍ଦୋଳନକୁ ଓହ୍ଲାଇବାକୁ କହି ଦିଆଗଲାଣି ଚେତାବନୀ। ରାଜଧାନୀରୁ ଧରାପଡ଼ିଲା କୁଖ୍ୟାତ ଆତଙ୍କୀ। ଦେଶର ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଛି ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ। ତାର ମୁଣ୍ଡ ଉପରେ 5 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆଜି ଧରାପଡ଼ିଥିବା ଆତଙ୍କବାଦୀର ନାଁ ଜାଭେଦ ଅହମଦ ମଟୋ। ଜାମ୍ମୁ କାଶ୍ମୀରରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିଲା। ତାକୁ ବେଶ କିଛି ବର୍ଷ ହେଲା ପୁଲିସ ଖୋଜୁଥିଲେ ହେଁ ତାର କୌଣସି ପତ୍ତା ମିଳିନଥିଲା। ହେଲେ ଏବେ ସେ ସୁରକ୍ଷାକର୍ମୀଙ୍କ ପଞ୍ଝାରେ ପଡ଼ିଛି। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ସୂଚନା ଅନୁଯାୟୀ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ ଜାଭେଦକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ବାରମ୍ବାର ରେଡ୍ କରିବା ପରେ ଆଜି ଜାଭେଦ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି। ଅସ୍ତିତ୍ୱ ବଞ୍ଚାଇବାକୁ ଚାହୁଁଥିଲେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଭୁଲ ବିବୃତ୍ତି ଦିଅ ନାହିଁ, ବିରୋଧୀ ଦଳକୁ କହିଲେ ବାବା ରାମଦେବ। ଉତ୍ତରପ୍ରଦେଶର ଅଯୋଧ୍ୟା ଏକ ବିଶାଳ ରାମ ମନ୍ଦିର ନିର୍ମାଣ କରାଯାଉଛି। ଜାନୁଆରୀ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ଭଗବାନ ଶ୍ରୀରାମଙ୍କ ମନ୍ଦିର ଉଦ୍ଘାଟନ କରିବେ। ଏହି ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। କିନ୍ତୁ ବିରୋଧୀମାନେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରି ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବର୍ତ୍ତମାନ ଯୋଗଗୁରୁ ବାବା ରାମଦେବ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭୁ ଶ୍ରୀରାମ ଆମିଷ ଖାଉଥିଲେ ବୋଲି କହି ଫସିବା ପରେ କ୍ଷମା ମାଗିଲେ ଏନସିପି ନେତା ଜିତେନ୍ଦ୍ର ଅୱଧ। ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଫସିବା ପରେ କ୍ଷମା ମାଗିଲେ ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଜିତେନ୍ଦ୍ର ଅୱଧ। ଶ୍ରୀରାମଙ୍କୁ ଆମିଷାଣୀ ବୋଲି କହିଥିଲେ ଜିତେନ୍ଦ୍ର, ଯାହାକୁ ନେଇ ହୋହଲ୍ଲା ହେବା ପରେ ଗୁରୁବାର ବୟାନ ପାଇଁ କ୍ଷମା ମାଗିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ। ଅୱଧ କହିଥିଲେ ଯେ ସେ କୌଣସି ଗବେଷଣା ନକରି କଥା କୁହନ୍ତି ନାହିଁ, କିନ୍ତୁ ହିନ୍ଦୁ ଗ୍ରନ୍ଥ ରାମାୟଣରେ ଏହି କଥା ଲେଖାଯାଇଛି ବୋଲି ସେ କହିଥିଲେ। ବୁଧବାର ମହାରାଷ୍ଟ୍ର ଶିରିଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଥିଲେ ଜିତେନ୍ଦ୍ର ଅୱଧ। ମୋଦି ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ'ଣ ତାଳି ବଜାଇବାକୁ ଅଯୋଧ୍ୟା ଯିବି, କହିଲେ ପୁରୀ ଶଙ୍କରାଚାର୍ଯ୍ୟ। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରୀ 22 ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅର୍ଥାତ୍ ମୋଦି ନିଜ ହାତରେ ରାମଲଲାଙ୍କ ମୂର୍ତ୍ତିଙ୍କୁ ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ସିଂହାସନରେ ସ୍ଥାପନା କରିବେ। ଏହାକୁ ନେଇ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି କହିବା ସହ ରାମ ମନ୍ଦିରକୁ ନେଇ ହେଉଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି। ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ। ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି। ଲକ୍ଷାଦ୍ୱୀପର ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ। ସମୁଦ୍ରରେ ସ୍କୁବା ଡାଇଭିଂ କଲେ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆରେ ପ୍ରିଷ୍ଟନ ବିଚ୍ରେ ଉଠାଯାଇଥିବା ଫଟୋ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦି ଏସବୁ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଥିବା ଦେଖିବାକୁ ମିଳିଛି।